ବନ୍ଧୁକା ମନରେ ରହିବା ଯାହା ଭଡ଼ା ଘରେ ରହିବା ସେଇଆ। ଭଡ଼ା ଘରେ ରହିବା ଏଥିପାଇଁ କହିଲି, ଯେତେବେଳେ ଆମେ ଗୋଟେ ଭଡ଼ା ଘରେ ରହନ୍ତି ସେତେବେଳେ ଆମେ ସେ ଘରକୁ ବହୁତ ନିଜର କରିନିଅନ୍ତି। ସେ ଘର ପାଇଁ ଆମେ ବହୁତ କିଛି କରନ୍ତି, କିନ୍ତୁ ଗୋଟେ ସମୟ ଆସେ ଯେତେବେଳେ ଆମକୁ ସେ ଘର ଛାଡ଼ିବାକୁ ପଡ଼େ। ଘରର ମାଲିକ କହେ ଏବେ ଆପଣଙ୍କୁ ଯିବାକୁ ପଡ଼ିବ। ଠିକ୍ ସେଇଭଳିଆ ବନ୍ଧୁ, କାରଣ ସେ ଘରର ମାଲିକ ଆମେ ନୁହନ୍ତି, ଆଉ କିଏ। ଠିକ୍ ସମାନ ଢଙ୍ଗରେ ଆମେ ଜଣକ ମନରେ ଘର କରିବା ପାଇଁ ବହୁତ ଚେଷ୍ଟା କରନ୍ତି, ଜି ଜାନ୍ ଲଗେଇ ଦିଅନ୍ତି, ନିଜର ସେଲ୍ଫ ରେସ୍ପେକ୍ଟକୁ ବି ତଳେ ପକାଇ ଦିଅନ୍ତି। ତଥାପି ଗୋଟେ ସମୟ ଆସେ ଯେତେବେଳେ ସେ ମନର ମାଲିକ କହେ ଯେ ତୁମକୁ ଏ ଜାଗା ଛାଡ଼ିବାକୁ ପଡ଼ିବ, ଏ ମନ ଛାଡ଼ିବାକୁ ପଡ଼ିବ। କାହିଁକି ନା ମନର ମାଲିକ ଆମେ ନୁହେଁ, ମନର ମାଲିକ ଆଉ ଜଣେ। ସେଇଥିପାଇଁ ତ କହିଲି, ମନରେ ରହିବା ଯାହା ଭଡ଼ା ଘରେ ରହିବା ସେୟା। ଏଇ ତ କଥା ଆମର।